ସେଇଠି ଷ୍ଟ୍ରଙ୍ଗ ହେଲି, ଛାତି ପଥର କଲି, ଭଲ ପାଇବା ଯେତିକି ଥିଲା ସବୁତକ ଦାବିକି ରଖିକି ମୁଁ ବହୁତ ଇଏ କଠୋର ହେଇକି ନିଜେ ପ୍ରେମ କେତେବେଳେ ବି କାହା ସହ ହୋଇଯାଇଥାଏ। ପ୍ରେମରେ ନାହିଁ ବାଛ ବିଚାର ନା ବୟସର ତାରତମ୍ୟ। ଏମିତି ଦୁଇ ଜଣ ପ୍ରେମିକ ପ୍ରେମିକାଙ୍କର ପ୍ରେମ ହୋଇଗଲା। ଗୋଟିଏ କମ୍ପାନୀରେ କାମ କରୁ କରୁ ଉଭୟଙ୍କ ମଧ୍ୟରେ ଚାଲିଲା ଲୁଚାଛପା ପ୍ରେମ। ଏହି ପ୍ରେମ ଧୀରେ ଧୀରେ ଏତେ ଆଗକୁ ବଢ଼ିଗଲା ଯେ ଦରକାର ପଡ଼ିଲା ଶାରୀରିକ ସମ୍ପର୍କ। ଏମିତି ଶାରୀରିକ ସମ୍ପର୍କ ରଖୁ ରଖୁ ବିତିଗଲା 5 ବର୍ଷ। ଏହି 5 ବର୍ଷ ଭିତରେ ଦିନେ ପ୍ରେମିକା ଶୁଣିବାକୁ ପାଇଲା ହଠାତ୍ ପ୍ରେମିକର ବାହାଘର ହୋଇଯାଉଛି। ତେଣୁ ସେ କାଳ ବିଳମ୍ବ ନ କରି ଦୌଡ଼ି ଆସିଲା ପ୍ରେମିକର ଘର ପାଖକୁ। ପ୍ରେମିକା ଆସି ପ୍ରେମିକ ଦ୍ୱାରେ ପହଞ୍ଚିଗଲା ପରେ କ'ଣ ଘଟିଲା ଟିକେ ନଜର ପକାଇଥାଉ। ସେଥିରେ ଆସି କ'ଣ ରହିଛି ଘଟଣା, କାହିଁକି ବସିଥିଲେ? ଆକ୍ଚୁଆଲି ଗୋଟେ ପୁଅର ମୋର 5 ବର୍ଷ ହେଲା କାମ କରୁଥିଲୁ ଗୋଟେ ଜାଗାରେ। ସେଠି ଦେଖା ହେଇଥିଲା ଆମର ଏବଂ ଧୀରେ ଧୀରେ ଭଲ ପାଇବା ମଧ୍ୟ ହୋଇଥିଲା। ଭଲ ପାଇବା ହେବା ଭିତରେ ଶାରୀରିକ ସମ୍ପର୍କ ମଧ୍ୟ ଆଗକୁ ହୋଇଥିଲା ଏବଂ ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ବାହା ହେବେ ବୋଲି ମୋତେ ସେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେ ମୁଁ ଶୁଣିବାକୁ ପାଇଲି 5-6 ଦିନ ପୂର୍ବରୁ ଶୁଣିବାକୁ ପାଇଲି ତାଙ୍କର ଅଲଗା ଆଡ଼େ ମ୍ୟାରେଜ୍ ହେଉଛି। ସେଥିପାଇଁ ମୁଁ ଆସିଛି। ମୋ ସାଙ୍ଗରେ ଏତେ ସବୁ ଆଗେଇଲା ପରେ ଅନ୍ୟ କୁଆଡ଼େ ଅନ୍ୟ ଗୋଟେ ଝିଅର ଜୀବନ ନଷ୍ଟ ହେବ ଏବଂ ମୋ ଜୀବନଟା ବି ନଷ୍ଟ ହେବାକୁ ଯାଉଛି। ସେଥିପାଇଁ ମୁଁ ନ୍ୟାୟ ମାଗିବା ପାଇଁ ଆସିଥିଲି। ତାଙ୍କ ଦୁଆରେ ବସିଥିଲେ, କ'ଣ ହେଲା ଘଟଣା? ତାଙ୍କ ଘରେ କହିଲି, ସମସ୍ତଙ୍କ ଆଗରେ, ତାଙ୍କ ବାପା ମାଆଙ୍କ ଆଗରେ, ତାଙ୍କ ରିଲେଟିଭ୍ସ କିଛି ଲୋକ ଥିଲେ, ତାଙ୍କ ଆଗରେ ପଚାରିଲେ ଏସବୁ ଜିନିଷ ହେଇଛି କି କ'ଣ। ସେ ରାଜି ହେଇଥିଲେ ଯେ ହଁ ତା ସହିତ ମୋର ଶାରୀରିକ ସମ୍ପର୍କ ହେରିକା ହେଇଛି ବୋଲି। ଏବଂ ସେଇ ସମୟରେ ତାଙ୍କ ମାଉସୀ ଜଣେ ଥିଲେ, ସେ ତାଙ୍କୁ ଠାରିକି ବାହାରକୁ ପଠାଇ ଦେଇଥିଲେ ଏବଂ କୁଆଡ଼େ ପଠାଇଥିଲେ ଏପର୍ଯ୍ୟନ୍ତ ସେ ଆସୁନାହାନ୍ତି ସାମ୍ନାକୁ। ତାପରେ ତାଙ୍କ ମାଉସୀ ସେ ପୁଅକୁ ପଠାଇ ଦେଲା ସାରିଲା ପରେ ପୁଅର ଅନପ୍ରେଜେଣ୍ଟରେ ସେ ତାଙ୍କ ମାଉସୀ ମୋତେ ଥ୍ରିଟେନିଂ କଲେ ଯେ ତୁ କ'ଣ ଦେଖିଆ କେମିତି ବାହାଘର ଭାଙ୍ଗିଦେବୁ, ଆଉ ତୁ କେମିତି ତା ସାଙ୍ଗରେ ମ୍ୟାରେଜ୍ କରିବୁ, ଆମେ ଦେଖିବୁ, ତୋତେ ଆମେ ମ୍ୟାରେଜ୍ କରେଇବୁ ଦେବୁ ନାହିଁ, ଏମିତି କରିକି ଥ୍ରିଟେନିଂ କଲେ। ଆଉ ଯଦି ତୁ କିଛି କରିବୁ ତୋତେ ମାରିଦେବୁ, ଛାଡ଼ିବୁନି। ବର୍ତ୍ତମାନ ଥାନାକୁ ଆସିଛନ୍ତି କ'ଣ? ମୁଁ ଥାନାକୁ ଆସିଛି ନ୍ୟାୟ ମାଗିବା ପାଇଁ। ମୋତେ ନ୍ୟାୟ ଦିଅନ୍ତୁ। ଆମ 2 ଜଣଙ୍କ ଭିତରେ ଯେଉଁ ଯାହା ବି ହେଲା ସେ ମୋତେ ମ୍ୟାରେଜ୍ କରିବା ପାଇଁ ଆଗକୁ କହିବାରୁ ମୁଁ ଆଗକୁ ଆଗେଇଲି। ଏବେ ମୁଁ କେଉଁ କୂଳକୁ ହେବି? ମୋର ତ ସବୁ ଜିନିଷ ମୁଁ ତାଙ୍କୁ ଦେଇସାରିଲିଣି ନା। ମୋ ପାଖରେ 2ଟା ଅପସନ୍ ଅଛି, ମରିଯିବି ଆଇଦର ତାଙ୍କୁ ମ୍ୟାରେଜ୍ କରିକି ତାଙ୍କ ଘରେ ସେ ଯେଉଁଠି ରଖିବେ ସେଇଠି ମୁଁ ରହିବି ଶାନ୍ତିରେ। ଆଜ୍ଞା, ମୁଁ ସେଇଠି ତାଙ୍କ ସାଙ୍ଗରେ ମ୍ୟାରେଜ୍ କରିବାକୁ, ପୁଅ ସାଙ୍ଗରେ ଦିବାକର ରଥ ଯିଏ ତାଙ୍କ ସାଙ୍ଗରେ ମ୍ୟାରେଜ୍ କରିବାକୁ ଚାହୁଁଛି ଏବଂ ଯଦି ସେ ରାଜି ନ ହେବେ ମୋ ପାଖରେ ଅପସନ୍ ଆଉ କିଛି ନାହିଁ ସୁଇସାଇଡ୍ କରିବା ଛଡ଼ା। ସେ ମୋ ସହିତ ସେ ଆଗକୁ ଯାଇସାରିଲେଣି। ଆଉ ଗୋଟେ ଝିଅର ଜୀବନ ନଷ୍ଟ କରିବେ, ସେଇଟା କ'ଣ ଠିକ୍ ହେବ? ଆଉ ଗୋଟେ କଥା ହେଉଛି, ଆପଣ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଆଜ୍ଞା, ସେଠୁ କ'ଣ ମିଳିଲା ନ୍ୟାୟ? ସେଇଠି ସେ ଇଏ ଲେଖିକି ଆସିଥିଲେ। ସେମାନେ କହିଲେ ଆପଣ ଲକ୍ଷ୍ମୀସାଗର ଥାନାରେ ରିପୋର୍ଟ କରିକି ଆସିଲା ପରେ ସେ ମୋତେ ପଠେଇଲେ, କହିଲେ ଯାଆନ୍ତୁ ନୟାଗଡ଼ ଥାନାରେ ସେଇଠି ଲେଖିବେ, ସେଇଠି ତାପରେ ଯାହା ହେବ ସେଇଟା ସେ ସେପଟ ଜାଗାର ପିଲା ବୋଲି। ରାତି ସାରା ମୁଁ ସେଇଠି ସେମାନଙ୍କ କଥା ତାଙ୍କ ମାଆ ମୋତେ ବାପା ମାଆ ଡାକିଲେ ଭିତରକୁ, ପୁଅର ବାପା ମାଆ ଭିତରକୁ ଡାକିଲେ। ମୁଁ ମନା କଲି, ସେ କିନ୍ତୁ ମୋତେ ଡାକିଲେ ଝିଅ ଆସ ଭିତରକୁ ଆସ ଯାହା କଥା ହେବା। ମୋତେ ଡାକିଲେ, ଭଲରେ ଡାକିଲେ। ମୁଁ ଗଲି। ବାପା ମାଆ ମୋତେ ଯେମିତି ବ୍ୟବହାର ଭଲ କରିବା କଥା ଭଲରେ କରିଛନ୍ତି। ମୁଁ ତାଙ୍କୁ ବି ସେଇଭଳିଆ ବ୍ୟବହାର ଦେଖେଇଥିଲି ଏବଂ କଥାବାର୍ତ୍ତା ଯାହା ବି ପଚାରିଥିଲେ ତାଙ୍କ ପୁଅଙ୍କ ସାମ୍ନାରେ ସେ ସବୁ ରାଜି ହେଇଥିଲେ ଏସବୁ ଜିନିଷ ହେଇଛି ବୋଲି। କିନ୍ତୁ ପରେ ତାଙ୍କ ମାଉସୀ ତାକୁ ପଠେଇ ଦେଇକି ମୋତେ ୱାର୍ଣ୍ଣିଂ କରିଥିଲେ, ତୋତେ ଏଇଆ କରିଦେବୁ ସେଇଆ କରିଦେବୁ, ତୁ କେମିତି ମ୍ୟାରେଜ୍ କରିବୁ ତାକୁ, ଆଉ ଆମେ ଦେଖିନେବୁ, ଏମିତି କରି ରାତି ସାରା ସେଇଠି ମୁଁ ୱେଟ୍ କଲି। ପୁଅକୁ ପଠେଇ ଦେଲେ, ମୁଁ ୱେଟ୍ କଲି ତାକୁ। ହଁ, ପୁଅକୁ ପୁରା ସେ ଦିନ ବେଳୁ ପୁରା ରାତି ସାରା ସେଇଠି ଥଣ୍ଡାରେ ବସିଲି ଏବଂ ହଁ ସନ୍ଧ୍ୟାବେଳେ ମୁଁ ତାପରେ ବାହାରିକି ଆସୁଥିଲି ଅଲଗା କେଉଁଠି ଗୋଟେ ରହିବି ବୋଲି।
अलग जगार कोठे रही बोली तांको माउसी मते आहुरी पुणी हेटे वार्निंग कले से सुइसाइड करने को जाऊँगी जदि तार किसी हम से तत्ते आम छाड़बुन एमती कहले मु फेरुली अलग जगार रहा से मते हेटे धमकैले मुझे सी मुझे जो शुणिली से सुइसाइड कौन एमती सबको कहले मुझे सी जब बचेनि ताले मु कहीं मरी मु गोटे पेट्रोल बोतल नहीं मुझे निज उपर ढाली देती लोक मैंने छड़े जबरदस्ती मोटू नहीं जाते तापर मुझे जानी किसी समय मोर सेन्सलेस कौन जाइए हारी मुझे जानी नी मुझे राति सारा से बसई हाँ पैसा भी मत डायरेक्ट मत कही ना किंतु इनडायरेक्टली क्या मध्यम मत कहते तार भरण पोषण आम दबू आउ सी जहाँ कह जी दबा कथा आम दबू आउ सी एठू चली जाऊ पुओ कोठे अच्छी कुआडे पठे देछन मु जानिनी एभली चटापट खबर देखिबा पाई हम चैनल को लाइक करंतु शेयर करंतु एवं सब्सक्राइब करबा को भूलंतु नहीं।